ଆମ ରାଜ୍ୟର 35 ଲକ୍ଷ ଗାଡ଼ି ଉପରେ ଇ ଚାଲାଣ ବାବଦକୁ ପାଖାପାଖି 1300 କୋଟି ଟଙ୍କା ଜୋରିମାନା ବାକି ଅଛି, ଯାହାକୁ ଆଦାୟ କରିବାକୁ ପରିବହନ ବିଭାଗ ପ୍ରଦୂଷଣ ସାର୍ଟିଫିକେଟ୍ର ଫନ୍ଦିଟା କରିଛି। ପ୍ରଦୂଷଣ ସାର୍ଟିଫିକେଟ୍ ନଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବନି ବୋଲି ଲୋକଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ବଢ଼ିଛି। କିନ୍ତୁ ପ୍ରକୃତ କଥାଟି ହେଲା, ଗାଡ଼ିରେ ତେଲ ଦେବାକୁ ମନା କରିବାର କ୍ଷମତାଟା ପରିବହନ ବିଭାଗର ନୁହେଁ, ବରଂ ଖାଦ୍ୟ ଯୋଗାଣ ଆଉ ଖାଉଟି ବିଭାଗ ହାତରେ ଅଛି। କୌଣସି ମୋଟରଯାନ ଆଇନରେ ମଧ୍ୟ ଏହି ଉଲ୍ଲେଖ ନାହିଁ, ଏହି ନିୟମ ନାହିଁ। କିନ୍ତୁ ସବୁ କାମଧନ୍ଦା ଛାଡ଼ି ଲୋକେ ଘଣ୍ଟା ଘଣ୍ଟା ଛିଡ଼ା ହେଉଛନ୍ତି ଏହି PUCC ପାଇଁ। PUCC ବା ପଲ୍ୟୁସନ୍ ଅଣ୍ଡର କଣ୍ଟ୍ରୋଲ ସାର୍ଟିଫିକେଟ୍ ପରେ ଲୋକେ ପୁଣି ଗ୍ରୀନ୍ ଷ୍ଟିକର ପାଇଁ ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ା ହେବେ, ଯାହାକୁ ରାଜ୍ୟ ସରକାର କୁଆଡ଼େ ଚଳିତ ଫେବୃଆରୀ ମାସରେ ଯୋଗାଇବେ। ପରିବେଶ ସୁରକ୍ଷା ଓ ମାନବର ସ୍ୱାସ୍ଥ୍ୟ ପାଇଁ ସରକାରଙ୍କର ବଡ଼ ଦାୟିତ୍ୱ ଯେ ସେ ରୋକିବେ ବାୟୁ ପ୍ରଦୂଷଣ। କିନ୍ତୁ ପକେଟ୍ ଠାରୁ ଅଧିକ ଜୋରିମାନା, ସମୟ ନଷ୍ଟ, ନିୟମ ତ୍ରୁଟି ଆଉ ସର୍ଭର ଡାଉନ୍ ପାଇଁ କେବଳ ହଇରାଣ ଜନସାଧାରଣ।